ଭୟଙ୍କର ସୂର୍ଯ୍ୟପରାଗ ପଡ଼ିବାକୁ ଯାଉଛି ସେପ୍ଟେମ୍ବର 21 ତାରିଖ ରବିବାର ଦିନ। ଏହା ଭୟଙ୍କର ଏ ବର୍ଷର ବିରଳ ସୂର୍ଯ୍ୟପରାଗ। ଆଶ୍ୱିନ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ଦିନ ପଡ଼ିବାକୁ ଯାଉଛି ଏ ବର୍ଷର ଶେଷ ଓ ବିରଳ ସୂର୍ଯ୍ୟପରାଗ। ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଥିବ, ଏହି ସୂର୍ଯ୍ୟପରାଗ ପ୍ରଭାବ ଓଡ଼ିଶାରେ ରହିବ ନା ନାହିଁ? ହାଣ୍ଡି ଛାଡ଼ ନୀତି ନିୟମ ମାନିବା ନା ନାହିଁ? ଏସବୁ ପ୍ରଶ୍ନର ଉତ୍ତର ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଠାକୁର ପୂଜା କରିବା ନା ନ କରିବା? ସୂର୍ଯ୍ୟପରାଗ ସହିତ ପିତୃପକ୍ଷ ସମାପ୍ତି ମଧ୍ୟ ଏହି ଦିନ ହେଉଛି। ଏହି ବିରଳ ସୂର୍ଯ୍ୟପରାଗ 100 ବର୍ଷରେ ଥରେ ଦେଖିବାକୁ ମିଳେ। ଆଜିକାର ଭିଡ଼ିଓ ମାଧ୍ୟମରେ ବହୁତ କିଛି ଖାସ୍ ଜାଣିପାରିବେ। ସୂର୍ଯ୍ୟପରାଗ କେଉଁ ରାଶି ପ୍ରତି ଶୁଭ ଓ ଅଶୁଭ, ତା ସହିତ ପାକଛାଡ଼ ବା ହାଣ୍ଡି ଛାଡ଼ ସମୟ, ଏହି ସୂର୍ଯ୍ୟପରାଗ ସମୟରେ କେଉଁ କାମ କରିବା ଶୁଭ, କେଉଁ କାମ କରିବା ଅଶୁଭ ଅଟେ। ଏହି ସୂର୍ଯ୍ୟପରାଗ ପରଠାରୁ 6ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଗର୍ଭବତୀ ମହିଳାମାନେ ଏହି ଦିନ କେଉଁ କେଉଁ କାମ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ? କାରଣ ତାଙ୍କ ପାଇଁ ଏହି ଦିନଟି ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ବହୁତ ନୀତି ନିୟମ ମାନିବାକୁ ପଡ଼େ। କ'ଣ ଖାଇବେ, କ'ଣ ନ ଖାଇବେ, ବାହାରକୁ ବାହାରିବେ ନା ବାହାରିବେ ନାହିଁ, ଏସବୁ ପ୍ରତି ଧ୍ୟାନ ଦେବା ଉଚିତ। କିଛି କଥା ମାନି ଚଳିବେ, ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବା ସହ ମାନ ସମ୍ମାନ ସୁଖ ଶାନ୍ତି ପ୍ରାପ୍ତ ହେବ। ଏହି ବର୍ଷର ଶେଷ ସୂର୍ଯ୍ୟପରାଗ 21 ତାରିଖ ରବିବାର ଦିନ ପଡ଼ିବାକୁ ଯାଉଛି। ତା ସହ ପିତୃପକ୍ଷ ମଧ୍ୟ ଶେଷ ହେଉଛି। ଏହା ବିରଳ ସୂର୍ଯ୍ୟପରାଗ। ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟପରାଗରେ ଦୈବୀ ଶକ୍ତିର ପ୍ରଭାବ କମ୍ ହୋଇଥାଏ ଏବଂ ନକାରାତ୍ମକ ଶକ୍ତିର ପ୍ରଭାବ ଦ୍ୱିଗୁଣିତ ହୋଇଥାଏ। ଯେହେତୁ ପରିବେଶରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିଥିବାରୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ। ତେଣୁ ଏହି ସମୟରେ ତାଙ୍କୁ ନୀତି ନିୟମ ମାନି ଚଳିବା ସହିତ ପରାଗ ଦେଖିବାକୁ ବାରଣ ରହିଛି। ପରାଗ ସମୟରେ ଗର୍ଭବତୀ ମହିଳାମାନେ କୌଣସି ପନିପରିବା ବା ଆଉ କିଛି କଟାକଟି କରିବା ଉଚିତ ନୁହେଁ। ଗର୍ଭବତୀ ମହିଳାମାନେ ଏହି ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ, ବାହାରକୁ ବାହାରନ୍ତୁ ନାହିଁ, ଘରର କବାଟ ଝରକା ବନ୍ଦ କରନ୍ତୁ। ସୂର୍ଯ୍ୟପରାଗ ଦେଖିବା ଉଚିତ ନୁହେଁ। ଏହା ଦେଖିଲେ ଗର୍ଭସ୍ଥ ଶିଶୁ ପ୍ରତି ବିପଦ ସୃଷ୍ଟି ହୁଏ, ଯାହା ଭବିଷ୍ୟତ ପାଇଁ ବିପଦ ଟାଣି ଆଣିବ। ଗର୍ଭବତୀ ମହିଳାମାନେ ଏହି ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସୂର୍ଯ୍ୟପରାଗ ଆରମ୍ଭ ହେଉଛି ରାତି 9:01 ଏବଂ ସମାପ୍ତ ହେଉଛି 2:02। ଏହା ରାତିରେ ହେଉଥିବାରୁ ଏହା ଭାରତ ବା ଓଡ଼ିଶାରେ ପାଳନୀୟ ନୁହେଁ କି ଦୃଶ୍ୟମାନ ମଧ୍ୟ ହେବ ନାହିଁ। ହାଣ୍ଡି ଛାଡ଼ ମଧ୍ୟ ହେବ ନାହିଁ। ଏହା ଅନ୍ୟ ଦେଶରେ ଦେଖାଯିବ। କିନ୍ତୁ ବନ୍ଧୁଗଣ, ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ନହେଲେ ମଧ୍ୟ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଜୀବଜଗତ ଉପରେ ପଡ଼ିଥାଏ। ଗ୍ରହ ନକ୍ଷତ୍ରମାନଙ୍କ ଉପରେ ପଡ଼ିଥାଏ। ସମସ୍ତ 12ଟି ରାଶିମାନଙ୍କ ଉପରେ ପଡ଼ିଥାଏ। ସମ୍ପୂର୍ଣ୍ଣ ସଂସାର ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଏହି ଦିନ କିଛି ଉପାୟ କଲେ ଆପଣଙ୍କ ଜୀବନରେ ଉନ୍ନତି ପରିଲକ୍ଷିତ ହେବ। ଯେତେବେଳେ ସୂର୍ଯ୍ୟପରାଗ ହୁଏ ସେତେବେଳେ 12ଟି ରାଶିଚକ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ। ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଦେବଙ୍କର ଆଶୀଷ ଥାଏ, ସେହି ବ୍ୟକ୍ତି ନିଜ ଜୀବନର ଚଲାପଥରେ ବହୁତ ଉନ୍ନତି କରେ। ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସେ ସଫଳ ହୁଏ। ସମାଜରେ ସେହି ବ୍ୟକ୍ତିମାନଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବା ସହ ବ୍ୟକ୍ତିଗତ ଜୀବନରେ ହେଉ ବା କର୍ମକ୍ଷେତ୍ର ଜୀବନରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୁଏ। ସୂର୍ଯ୍ୟପରାଗ ଦିନ କେଉଁ ଉପାୟ କଲେ ଆପଣଙ୍କର ଭାଗ୍ୟ ବଦଳିବା ସହ ରାଶିଚକ୍ରରେ ମଧ୍ୟ ଲାଭବାନ ହେବେ? ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଆନ୍ତୁ ନାହିଁ। ରୋଷେଇ ମଧ୍ୟ କରନ୍ତୁ ନାହିଁ। ମହିଳାମାନେ ନିଜ କେଶରେ ତେଲ ଲଗାନ୍ତୁ ନାହିଁ। ଏହା ଅଶୁଭ ମନାଯାଏ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଠାକୁର ପୂଜା ମଧ୍ୟ ଏହି ସମୟରେ କରନ୍ତୁ ନାହିଁ। ଏହି ସୂର୍ଯ୍ୟପରାଗ ସମୟରେ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର କରନ୍ତୁ ନାହିଁ। ଆପଣ ଯଦି କୌଣସି କରଜ
ଧାର କରିଛନ୍ତି ତାକୁ ପରିଶୋଧ କରିପାରୁନାହାନ୍ତି, ତେବେ ଏହି ସୂର୍ଯ୍ୟପରାଗ ଦିନ ଗୋଟିଏ ଲାଲ କପଡ଼ାରେ କିଛି ଲବଙ୍ଗ ଓ ଗୋଟିଏ କଏନ୍ ମୁଦ୍ରାକୁ ଗୁଡ଼ାଇ ଠାକୁର ଘରେ ରଖିଦିଅନ୍ତୁ। ପରଦିନ ତାକୁ ନଦୀ ବା ଜଳଧାରାରେ ପ୍ରବାହିତ କରିଦିଅନ୍ତୁ। ଦେଖିବେ ଆପଣଙ୍କର ଋଣ ପରିଶୋଧର ବାଟ ଫିଟିଯିବ। ଆପଣଙ୍କର ଆର୍ଥିକ ସ୍ୱଚ୍ଛଳ ଦୂର ହେବାକୁ ଲାଗିବ। ଧୀରେ ଧୀରେ ଆର୍ଥିକ ସ୍ଥିତି ଠିକ୍ ହେବା ସହ 21 ଦିନ ଭିତରେ ଆପଣଙ୍କର କର୍ମଜୀବନରେ ପରିବର୍ତ୍ତନ ଦେଖାଯିବା ସହ ଆପଣ ଆଗଠାରୁ ଶାନ୍ତ ଓ ଖୁସିରେ ରହିବେ। ଯଦି ଆପଣଙ୍କୁ ବାରମ୍ବାର ଦେହ ଖରାପ ରହୁଛି, ତେବେ ଏହି ସୂର୍ଯ୍ୟପରାଗ ଦିନ ଗୋଟିଏ ନଡ଼ିଆ କିଣି ମଥାରେ ଛୁଇଁ ତାକୁ ପରଦିନ ମନ୍ଦିରରେ ଚଢ଼ାନ୍ତୁ। ଦେଖିବେ ଆପଣଙ୍କ ଦେହ ଠିକ୍ ହେବା ସହ ମନ ଭଲ ରହିବ। ଏହି ସୂର୍ଯ୍ୟପରାଗରେ 6ଟି ରାଶି ମେଷ, ତୁଳା, କନ୍ୟା, ମକର, ସିଂହ, କୁମ୍ଭ ଉପରେ ଶୁଭ ପ୍ରଭାବ ରହିବ। ବାକି 6ଟି ରାଶି କର୍କଟ, ବିଛା, ଧନୁ, ମୀନ, କୁମ୍ଭ, ବୃଷ ଉପରେ ସାମାନ୍ୟ ପ୍ରଭାବ ପଡ଼ିବ। ସେପ୍ଟେମ୍ବର 7 ତାରିଖରେ ସୂର୍ଯ୍ୟପରାଗ ପଡ଼ୁଛି। ଏହି ଦିନ ଶିବ ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ। ଆପଣଙ୍କ ରାଶିଜନିତ ସମସ୍ୟା ଖଣ୍ଡିତ ହେବ। ଆପଣଙ୍କର ନିଶ୍ଚୟ ମଙ୍ଗଳ ହେବ। ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।